ପଶ୍ଚିମବଙ୍ଗର ଲୋକ ପରିବର୍ତ୍ତନ ଆଶା କରିଥିଲେ ଏବଂ ପରିବର୍ତ୍ତନ କାହାଠାରୁ ଯେଉଁ କଟମନିର ସରକାର ଚାଲିଥିଲା, ଯେଉଁ ସିଣ୍ଡିକେଟର ସରକାର ଚାଲିଥିଲା, ଯେଉଁଭଳି ଭାବରେ ଗୋଟେ ଅତ୍ୟଧିକ ମୁସଲମାନ ତୁଷ୍ଟିକରଣର ସରକାର ଚାଲିଥିଲା, ଅନୁପ୍ରବେଶକାରୀ ମାନଙ୍କୁ ଥଇଥାନ କରିକି ମୂଳ ଭାରତୀୟ ମାନଙ୍କୁ, ମୂଳ ପଶ୍ଚିମବଙ୍ଗବାସୀ ମାନଙ୍କୁ ତାଙ୍କ ଅଧିକାରରୁ ବିତାଡ଼ିତ କରିବାର ପ୍ରୟାସ ଚାଲିଥିଲା। ସନ୍ଦେଶ ଖାଲିର ସନ୍ଦେଶ ପୁରା ଭାରତବର୍ଷକୁ ନିନ୍ଦିତ କରିଥିଲା ବିଶ୍ୱ ଦରବାରରେ। ଆର୍ଜିକରର ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଥିଲା। ନାରୀ ସୁରକ୍ଷା କଥା କୁହନ୍ତୁ, ଭିତ୍ତିଭୂମିର ବିକାଶ କଥା କୁହନ୍ତୁ, କି ସରକାରୀ କର୍ମଚାରୀମାନଙ୍କୁ ତାଙ୍କ ଉଚିତ ବକେୟା ଉଚିତ ପ୍ରାପ୍ୟ ପ୍ରଦାନ କରିବାର କଥା କୁହନ୍ତୁ, ଏ ସବୁ ପଶ୍ଚିମବଙ୍ଗର ଏ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମୁଦ୍ଦା କରିଥିଲା। ଦିଦି ଗୋଟେ ଅହଙ୍କାରର ପାହାଡ଼ ଉପରେ ବସିକି ରହିଥିଲେ। ଅଭିଷେକ ବାନାର୍ଜୀ ଭଳିଆ ଲୋକ ସି ଯଦି অমিত শাহজিଙ୍କୁ কহিবে যদি বুকের পাটা থাকে চার মহে থাকবেন, অমিত শাহজিଙ୍କୁ দেশর গৃহমন্ত্রীଙ୍କୁ সিধাসଳଖ ধমকাউଥିଲେ অভিষেক বানার্জী, তাহলে চিন্তা করন্তু সাধারণ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାର ଅବସ୍ଥା କ'ଣ ହେଇଥିବ, ସାଧାରଣ ଲୋକର ଅବସ୍ଥା କ'ଣ ହେଇଥିବ।